ଆପଣମାନେ ଦେଖୁଛନ୍ତି ଏଇ ଯେଉଁ ତିନୋଟି ପୁସ୍ତକ ଆପଣମାନଙ୍କ ପାଖରେ ଥୁଆ ହେଇଛି। ଭାବ ଭକ୍ତି ପ୍ରେମ, ଶ୍ରୀ ଶ୍ରୀ ଚାଟେଶ୍ୱର ମହାଦେବ ଏବଂ ଜହ୍ନର ଲୁଚକାଳି। ଏଇ ତିନୋଟି ପୁସ୍ତକର ରଚୟିତା ଯିଏ, ସିଏ ଆମର ନିକଟବର୍ତ୍ତୀ ଚାଟେଶ୍ୱର ମହାଦେବଙ୍କ ପୀଠର ଜଣେ ସେବକ, ଯିଏକି ଆପଣମାନଙ୍କର ଏଇ ସାଲେପୁର ଅନ୍ତର୍ଗତ ଚାଟେଶ୍ୱର ମହାଦେବଙ୍କର ମନ୍ଦିର ନିକଟବର୍ତ୍ତୀ ଜଣେ ବ୍ୟକ୍ତି, ଯିଏକି ହେଉଛନ୍ତି ଶ୍ରୀଯୁକ୍ତ ତୁଷାରକାନ୍ତ ମହାନ୍ତି। ଆପଣମାନେ ଭଲ ଭାବରେ ଜାଣନ୍ତି ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେ ଏକାଧାରରେ ଜଣେ କବି, ଲେଖକ ଏବଂ ନାଟ୍ୟକାର ମଧ୍ୟ। ତାଙ୍କର କେତେଗୁଡ଼ିଏ ନାଟକ ମଧ୍ୟ ମଞ୍ଚସ୍ଥ ହୋଇସାରିଛି। ତାଙ୍କର ନିଜର କହିବା ଅନୁଯାୟୀ ସେ ମଧ୍ୟ ଦୁଇଟି ନାଟକ, ଯାହାକୁ ଲେଖି ନ ପାରି ମଧ୍ୟ ତାକୁ ଖାଲି ଅଭିନୟ ମାଧ୍ୟମରେ ଲୋକଙ୍କ ପାଖରେ, ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଏବଂ ସେଥିରେ ମଧ୍ୟ ସେ କୃତିତ୍ୱ ଅର୍ଜନ କରିଛନ୍ତି। ଏହାପରେ ତାଙ୍କର ସୁନାମର ଅନ୍ୟ ଏକ ପାର୍ଶ୍ୱ ହେଉଛି ସେ ଆମର ଯେଉଁ କମେଡ଼ିଆନ୍ ଚରିତ୍ର ଅଛନ୍ତି ବ୍ରଜ ସିଂ, ତାଙ୍କ ସାଥିରେ ମଧ୍ୟ ଅଭିନୟ କରିବାର ସୌଭାଗ୍ୟ ଅର୍ଜନ କରି ବମ୍ବେଠାରେ ନିଜର ପ୍ରତିଭାର ଉନ୍ମୋଚନ କରି ସେଥିରେ ମଧ୍ୟ ପୁରସ୍କୃତ ହୋଇଥିଲେ ଏବଂ ସେ ଏହି ଅନୁଭୂତି ମଧ୍ୟ ସମସ୍ତଙ୍କ ସହିତ ବାଣ୍ଟିବା ପାଇଁ ଚେଷ୍ଟା କରନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ସେ ଜଣେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ମଧ୍ୟ। ନିଜ ସ୍ୱଲିଖିତ ଗୀତଗୁଡ଼ିକ ସେ ନିଜେ ସ୍ୱର କରି ବୋଲିବାରେ ମଧ୍ୟ ଅଭ୍ୟସ୍ତ। ସେ ଏତେ କାର୍ଯ୍ୟ କରି ମଧ୍ୟ ମହାଦେବ ଶ୍ରୀ ଚାଟେଶ୍ୱରଙ୍କର ସେବା ଏବଂ ପୂଜା ଅର୍ଚ୍ଚନାରେ ନିଜକୁ ସମର୍ପଣ କରନ୍ତି। ନିଜର ପରିବାର ବର୍ଗଙ୍କୁ ମଧ୍ୟ ସମୟ ଦେବା ପାଇଁ ସେ ପଛାଇ ନାହାନ୍ତି। ସେ ସବୁବେଳେ ଅନୁତାପ କରନ୍ତି ନିଜର ମାତା ହେଇ ମଧ୍ୟ ତାଙ୍କ ନିଜର ପୁତ୍ରଙ୍କର ଚାକିରି ପଇସାରେ ସେ କେବେ ଚଳିପାରିନାହାନ୍ତି। କିନ୍ତୁ ସେ କୁହନ୍ତି ଯେ ପିତାଙ୍କର ସେବା ସେ ନିଜେ କରିଛନ୍ତି। ଏଭଳି ପ୍ରକାର ମହାନ ପ୍ରତିଭା, ଯିଏକି ଆପଣମାନଙ୍କୁ ଏଇଭଳି ପ୍ରକାର ପୁସ୍ତକ ଗୁଡ଼ିକ ଭେଟି ଦେଇଛନ୍ତି, ଆପଣମାନେ ନିଶ୍ଚିନ୍ତ ତାଙ୍କୁ ଲୋକଲୋଚନକୁ ଆଣନ୍ତୁ। ସେ ଏକ ପ୍ରତିଭାଧାରୀ ବ୍ୟକ୍ତି। ସେ ନିଜର ପ୍ରତିଭାକୁ ସବୁବେଳେ ଲୁକାୟିତ ରଖିବା ପାଇଁ ଚେଷ୍ଟା କରନ୍ତି। ଯଦି ଆପଣମାନେ ତାଙ୍କର ଏହି ପ୍ରତିଭାକୁ ଉନ୍ମୋଚନ କରିବା ପାଇଁ ଚାହାନ୍ତି, ଯଦି ତାଙ୍କ ଭଳି କବି ବା ଲେଖକ ଓ ନାଟ୍ୟକାରଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଚାହାନ୍ତି, ତାହେଲେ ଆପଣ ନିଶ୍ଚିନ୍ତ ତାଙ୍କୁ ସଭାସ୍ଥଳୀକୁ ଡାକି ତାଙ୍କର ଏହି ପ୍ରତିଭାର ସସମ୍ମାନ ଉପହାର ପ୍ରଦାନ କରିବା ସ୍ୱରୂପ ତାଙ୍କୁ ସମ୍ମାନିତ କରିବା ଉଚିତ। ଯଦି ଆପଣମାନେ ଏହି ମହାନ ବ୍ୟକ୍ତିଙ୍କର ଚରିତ୍ର ବିଷୟରେ ଜାଣିବାକୁ ମୋ ମାଧ୍ୟମରେ ମୁଁ କିଛି ଜଣାଇ ପାରିଛି, ତାହେଲେ ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।